ମୁଁ ପ୍ରଫେସର ଜୟନ୍ତ ପଣ୍ଡା, ପ୍ରଫେସର ମେଡିସିନ ଏସସିବି ମେଡିକାଲ କଲେଜ। ଆଜି ଡକ୍ଟର୍ସ ଡେରେ ଅରୁନ୍ଧତୀ ଜୁଏଲରର ଯେଉଁ କାର୍ଯ୍ୟକ୍ରମ ସମସ୍ତଙ୍କର ସ୍ୱାସ୍ଥ୍ୟ ସଚେତନତା ପାଇଁ ଆଉ ଡାକ୍ତରଙ୍କୁ ଯେଉଁ ସମ୍ବର୍ଦ୍ଧିତ କରିବା ଯେଉଁ ମୌକା, ସେଥିରେ ବହୁତ ଆନନ୍ଦିତ। ଆଉ ମୁଁ କହିବି ଏହା ଅରୁନ୍ଧତୀ ଜୁଏଲରର ଗୋଟେ ବହୁତ ୱେଲକମ୍ ଷ୍ଟେପ୍, ଯିଏକି ଡାକ୍ତରମାନଙ୍କର ଅବଦାନକୁ ରେକଗ୍ନାଇଜ୍ କରିଛି। ଦେଖିଲି ସେମାନେ ଅନେକ ଡାକ୍ତରକୁ ଫେଲିସିଟେଟ୍ କରିଛନ୍ତି, ତାଙ୍କ ପାଇଁ ଗୋଟେ ସ୍ପେଶାଲ ଡିସ୍କାଉଣ୍ଟ ବି ଦେଇଛନ୍ତି ଆମର ପରଚେଜ୍ରେ, ଶାଢ଼ୀରେ, ଅର୍ଣ୍ଣାମେଣ୍ଟସରେ। ଆଉ ଗୋଟେ ଆଉଟିଂ ପାଇଁ, ଗୋଟେ ଟ୍ରିପ୍ ପାଇଁ ବି ଗୋଟେ ଫେସିଲିଟି ଦେଇଛନ୍ତି, ଯେଉଁମାନେ କି ଡାକ୍ତର କିଛି ସମୟ ଫ୍ୟାମିଲି ସାଥିରେ ବିତେଇ ପାରିବେ। ଆଉ ଏଇ ଯେଉଁ ଅରୁନ୍ଧତୀ ଗ୍ରୁପର ଯିଏ ସିଏମଡି, ଯିଏ ଚେୟାରମ୍ୟାନ୍ ପ୍ରଭାତ ମେହେର, ସିଏ ମୋର ଗୋଟେ ଭଲ ବନ୍ଧୁ। ଆଉ ଆମେ ସ୍କୁଲରେ ମିଶିକି ପଢ଼ୁଥିଲୁ। ଯେଉଁ ଲୋକାଲ କଲଚର, ଲୋକାଲ ଆର୍ଟ, ଆର୍ଟିସନ୍, এই ଯେଉଁ ଫିଲଗ୍ରି ୱାର୍କ ହଉ ବା ଗୋଲ୍ଡେନ୍ ପ୍ଲାଟିନମ୍ ଡାଇମଣ୍ଡ ୱାର୍କ ହଉ ବା ବାନ୍ଧ କିମ୍ବା ଯେଉଁ ସମ୍ବଲପୁରୀ କପଡ଼ାର ଯେଉଁ କାମ ହଉ, ଶାଢ଼ୀ ହଉ ବା ଆର୍ଟିସାନ୍ ହଉ, ତାକୁ ଯେଉଁ ପ୍ରମୋଟ କରିବାର ସେ ଆଗ୍ରହ ରଖିଛନ୍ତି। ଆମର ଗାଁ ଗାଁରେ ଶିଳ୍ପୀମାନଙ୍କର ଯେଉଁ ପ୍ରଡକ୍ଟସକୁ ଆଣି ତାକୁ ମାର୍କେଟ କରି ସେମାନଙ୍କୁ ତାଙ୍କ ପରିବାରକୁ ସପୋର୍ଟ କରୁଛନ୍ତି, ତାହା ଗୋଟେ ବହୁତ ଇନୋଭେଟିଭ ଆଇଡିଆ। ତେଣୁ ମୁଁ କହିବି ଅରୁନ୍ଧତୀ ଜୁଏଲର୍ସ ରାଜ୍ୟର, ଦେଶର ଉନ୍ନତି ସହିତ ସଂଶ୍ଳିଷ୍ଟ, ପ୍ରତ୍ୟେକ ଲୋକର ଜୀବନ ସହିତ ସଂଶ୍ଳିଷ୍ଟ, ଯେଉଁମାନେ କି କେବଳ ବ୍ୟବସାୟ ଚିନ୍ତା କରୁନାହାନ୍ତି। ଗରିବ ତନ୍ତ୍ରୀଟିଏ ହଉ ବା ଗୋଟେ କାରିଗର ହଉ, ତାର କାମଠୁ ଆରମ୍ଭ କରି ବାହାଘର କରୁଥିବା ଗୋଟେ ସାଧାରଣ ଲୋକ ତାର ଝିଅକୁ କେମିତି କିଛି ଅଳଙ୍କାର ଦେଇପାରିବ, ସେଇ ବିଷୟରେ ବି ଚିନ୍ତା କରୁଛନ୍ତି। ତେଣୁ ଆଜିକାର ଯେଉଁ ଅକେଜନରେ ମୁଁ ଅରୁନ୍ଧତୀ ପରିବାର ଆଉ ସ୍ପେଶିଆଲି ମୋ ବନ୍ଧୁ ବ୍ରହ୍ମାନନ୍ଦ ମେହେରକୁ ଧନ୍ୟବାଦ ଜଣାଇବି। ଆଉ ଆଶା କରିବି ଆମେ ସେମାନଙ୍କୁ ରେସିପ୍ରୋକେଟ୍ କରିବା, ସେମାନଙ୍କୁ ସାହାଯ୍ୟ କରିବା, ଯେଉଁଟାକି କେବଳ ଅରୁନ୍ଧତୀ ପରିବାରକୁ ସାହାଯ୍ୟ ନୁହେଁ, ତାହା ଆମର ସମାଜ, ଆମର ଯେଉଁ ଭାଇ ବନ୍ଧୁ, ରାଜ୍ୟ ଆଉ ଦେଶକୁ ସାହାଯ୍ୟ।